ଓମ୍ ଶାନ୍ତି। ନୂତନ ଦୁନିଆ ପାଇଁ ନୂତନ ଦୈବୀ ସଂସ୍କାର ଧାରଣା ତଥା ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରିବା ପାଇଁ ଆଜିର ପ୍ରଭୁଚିନ୍ତନର ଆଲୋଚନାକୁ ମୁଁ ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ ଜଣାଉଛି। ସେକେଣ୍ଡରୁ ମିନିଟ୍, ମିନିଟ୍ରୁ ଘଣ୍ଟା, ଘଣ୍ଟାରୁ ଦିନ, ଦିନରୁ ମାସ ଏବଂ ମାସରୁ ବର୍ଷ, ସମୟର ଗତି ତ ସର୍ବଦା ସମାନ। ହେଲେ ବର୍ତ୍ତମାନର ବ୍ୟସ୍ତବହୁଳ ଦୁନିଆରେ ଲାଗୁଛି ଯେପରି ସମୟ କ୍ଷିପ୍ର ବେଗରେ ଗତି କରି ଚାଲିଛି। ବିତି ଯାଇଥିବା ଦିନଗୁଡ଼ିକ କାଲି ଭଳି ଲାଗୁଛି। ତେବେ ଏହା ଅନୁଭବ ହେବାର ଏହି ସୂଚନା ଦେଉଛି କି ବର୍ତ୍ତମାନ ସମୟ ପ୍ରାୟ ଅତିକ୍ରାନ୍ତ। ଏହି ସୃଷ୍ଟି ପରିବର୍ତ୍ତନ ହୋଇ ନୂଆ ସୃଷ୍ଟି ସ୍ଥାପନା ହୋଇଯିବ ଯେପରି ଆଖି ପିଛୁଳାକେ, ଅର୍ଥାତ୍ କେଉଁ ମୁହୂର୍ତ୍ତରେ ବିଶ୍ୱର ମହାପରିବର୍ତ୍ତନ ବା ମହାବିନାଶ ହୋଇଯାଇପାରେ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ଅନ୍ତିମ ମୁହୂର୍ତ୍ତ ଭାବି ସଦା ପ୍ରସ୍ତୁତ ରହିବା ଆବଶ୍ୟକ। କିନ୍ତୁ ଶାସ୍ତ୍ରରେ କୁହାଯାଇଛି କି କଳିଯୁଗ ତ ଏବେ ଛୋଟ ପିଲା, ଏହାର ଆୟୁଷ ଆହୁରି 40,000 ବର୍ଷ ପଡ଼ିଛି। ହେଲେ ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତାରେ ଉଲ୍ଲେଖ ଅଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଏହା କ'ଣ ଭୁଲ? ବର୍ତ୍ତମାନର ସୃଷ୍ଟିର ଅବସ୍ଥାକୁ ଦେଖିଲେ ତାହା କ'ଣ ଧର୍ମଗ୍ଲାନି ପାଇଁ ଯଥେଷ୍ଟ ନୁହେଁ? ତେବେ ଆଉ କେବେ ଧର୍ମର ଗ୍ଲାନି ହେବ? ଧର୍ମର ଗ୍ଲାନିର ସମୟ କେବେ ଆସିବ? ଧର୍ମ ନାମରେ ଅଧର୍ମ, ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ଆଦି ଚରମ ସୀମାରେ। ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ଆଶା, ଆଶଙ୍କା, ଦୁଃଖ ଏବଂ ଭୟରେ ଜୀବନ ବ୍ୟତୀତ କରୁଛି। ଜୀବନ ଥାଇ ମଧ୍ୟ ମୃତବତ୍, ଯନ୍ତ୍ରବତ୍ ଲକ୍ଷ୍ୟହୀନ ଭାବରେ ସମସ୍ତେ ଧାଇଁଛନ୍ତି, ତାହାର ଠିକ୍ ଠିକଣା ନାହିଁ। ନା ଏହାର ଅନ୍ତ ଅଛି, ନା ଲକ୍ଷ୍ୟ ସ୍ଥିର ଅଛି। ସେଥିପାଇଁ ଭଗବାନ କହୁଛନ୍ତି, ତୁମେମାନେ ଏହି ସାକାର ଦୁନିଆରେ ସାକାର ଶରୀରରେ ଥାଇ ମଧ୍ୟ ତୁମର ଶ୍ରେଷ୍ଠ ଆକାରୀ ସ୍ୱରୂପ ବା ଫରିସ୍ତା ସ୍ୱରୂପକୁ ଦେଖିବା ପାଇଁ ମୁଁ ନିରାକାର ପିତା ଆକାରୀ ବ୍ରହ୍ମା ବାବାଙ୍କ ସହିତ ଆସିଛି। ଯେହେତୁ ତୁମେମାନେ ବର୍ତ୍ତମାନ ସଙ୍ଗମ ଯୁଗୀ ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମା, ସମସ୍ତଙ୍କ ହୃଦୟରେ ଗୋଟିଏ ସଂକଳ୍ପ ବା ଉମଙ୍ଗ ରହିଛି କି ଆମେ ସମସ୍ତେ ବାବାଙ୍କ ସମାନ ସାକାରୀରୁ ଆକାରୀ ଏବଂ ଆକାରୀରୁ ନିରାକାରୀ ବାବାଙ୍କ ସମାନ ହେବୁ। ବାପ ଦାଦା ସମସ୍ତଙ୍କର ଏହି ଲକ୍ଷ୍ୟକୁ ତଥା ଲକ୍ଷଣକୁ ଦେଖୁଛନ୍ତି। ଅଧିକାଂଶ ପିଲାଙ୍କର ଲକ୍ଷ୍ୟ ବହୁତ ଭଲ ଏବଂ ଦୃଢ଼ ଅଟେ, କିନ୍ତୁ ଲକ୍ଷଣ କେବେ ଦୃଢ଼ ତ କେବେ ସାଧାରଣ। ତେବେ ବାବାଙ୍କ ସମାନ ହେବା ଅର୍ଥାତ୍ ଲକ୍ଷ୍ୟ ଏବଂ ଲକ୍ଷଣ ଏକ ସମାନ ହେବା ଦରକାର, ସମାନତା ଆସିବା ଦରକାର। ଦୁନିଆରେ ଆଜି ନୂଆବର୍ଷ ପାଳନ କରୁଛନ୍ତି।
କେବଳ ଗୋଟିଏ ଦିନ ପାଇଁ ବା ମୌଜ ମନେଇବା ପାଇଁ କ୍ଷଣିକ। କିନ୍ତୁ ବାବା କହୁଛନ୍ତି ତୁମେ ସନ୍ତାନମାନେ ନୂଆ ବର୍ଷ, ନୂଆ ଯୁଗ ତଥା ନୂଆ ଜୀବନର ଖୁସି ପାଳନ କରୁଛ ବା ମନଉଛ। ସେଥିପାଇଁ ତ୍ରିମୂର୍ତ୍ତି ଶିବ ବାବା ମଧ୍ୟ ଉପହାର ସ୍ୱରୂପ ସ୍ୱର୍ଣ୍ଣିମ ଦୁନିଆ ଭେଟି ଦେଉଛନ୍ତି। ଏହିଭଳି ଉପହାର ଦୁନିଆରେ କେହି ମଧ୍ୟ ଦେଇପାରିବେ ନାହିଁ। ଏଠାରେ ଯିଏ ଯାହାକୁ ବି ଉପହାର ଦେଉଛନ୍ତି ତାହା ଅଳ୍ପ କାଳର କ୍ଷଣସ୍ଥାୟୀ ବିନାଶୀ ଉପହାର। ପରନ୍ତୁ ଅବିନାଶୀ ପିତାଙ୍କ ଠାରୁ ଏପରି ଅବିନାଶୀ ପ୍ରାପ୍ତ ମିଳୁଛି ଯାହାର ହିସାବ କଲେ ଲମ୍ବା ଲିଷ୍ଟ ହେବ। ତେବେ ସେଥିପାଇଁ କୁହାଯାଏ କି ଅପ୍ରାପ୍ତ କୌଣସି ବସ୍ତୁ ନାହିଁ ବ୍ରାହ୍ମଣମାନଙ୍କ ଖଜଣାରେ। ଅର୍ଥାତ୍ ଏହି ସଙ୍ଗମ ଯୁଗର ମହତ୍ତ୍ୱ ହେଉଛି ସର୍ବପ୍ରାପ୍ତି ସ୍ୱରୂପ। ବାବା ସେଥିପାଇଁ କହୁଛନ୍ତି ମୋର ସମସ୍ତ ସନ୍ତାନମାନେ ହେଉଛନ୍ତି ରାଜା ସନ୍ତାନ। ତେଣୁ ଏହି ସଙ୍ଗମ ଯୁଗ ବହୁତ ବହୁତ ଅମୂଲ୍ୟ ଅଟେ, ମହାନ ଅଟେ। ଖୁସି ଖୁସିରେ ବି ଏହାର ନାମ ବାପଦାଦା ଏବଂ ପିଲାମାନେ ମଧ୍ୟ ଦେଇଛନ୍ତି ମୌଜର ଯୁଗ। କାରଣ ପରମାତ୍ମା ମିଳନର ମୌଜ ସାରା କଳ୍ପରେ ଅର୍ଥାତ୍ ସତ୍ୟ, ତ୍ରେତୟା, ଦ୍ୱାପର, କଳି ପ୍ରତ୍ୟେକ ଯୁଗ ଭିତରେ ମଧ୍ୟ କେବଳ ଏହି ସଙ୍ଗମ ସମୟରେ ଅର୍ଥାତ୍ କଳି ଯୁଗର ଶେଷ ଏବଂ ସତ୍ୟ ଯୁଗର ଆରମ୍ଭ ଏହି ମଧ୍ୟବର୍ତ୍ତୀ ସମୟରେ ହିଁ ମିଳିଥାଏ। ତେଣୁ ଏହାର ମହାନତାକୁ, ବାସ୍ତବତାକୁ ଅନୁଭବ କରି ସମସ୍ତଙ୍କୁ ଏହାର ଜ୍ଞାନ ପ୍ରଦାନ କରିବାର ଦରକାର। ଏହି ସେବା କରି ଚାଲିବା ଦରକାର। ବର୍ତ୍ତମାନର ପ୍ରାପ୍ତି ଭବିଷ୍ୟ ଗୋଲ୍ଡେନ୍ ୱାର୍ଲ୍ଡ ବା ସତ୍ୟ ଯୁଗରେ ହିଁ ଅନେକ ଜନ୍ମ ପର୍ଯ୍ୟନ୍ତ ମିଳି ଚାଲିବ। ବାବା କହୁଛନ୍ତି ତୁମେ ସହଜ ଯୋଗୀ ନା ମୁସ୍କିଲ ଯୋଗୀ? ସମସ୍ତେ ଯେତେବେଳେ କହୁଛ ମେରା ବାବା, ତ ସ୍ୱତଃ ହିଁ ସହଜ ଯୋଗୀ ହେଲ ନା। ସହଜ ଯୋଗୀର ଅର୍ଥ ଏହା ନୁହେଁ କି ଅଳବେଳା ପଣିଆ। ସଙ୍ଗମ ଯୁଗର ସବୁଠୁ ବଡ଼ ଖଜଣା ହେଉଛି ଶ୍ରେଷ୍ଠ ସଂକଳ୍ପର। ଏହି ସଂକଳ୍ପ କର କି ସଫଳ କରିବାର ଅଛି, ସଫଳତା ପ୍ରାପ୍ତ କରିବାର ଅଛି। ସଫଳତା ଆମର ଜନ୍ମସିଦ୍ଧ ଅଧିକାର। ନମ୍ବର 1 ହେବାର ପୁରୁଷାର୍ଥ କର, ନା କି ନମ୍ବର 12। ମାଷ୍ଟର ଦାତା ହୋଇ ସମସ୍ତଙ୍କୁ ଜ୍ଞାନ, ସର୍ବଶକ୍ତି ଏବଂ ସର୍ବଗୁଣର ବିତରଣ କରି ଚାଲ। କେହି ଯେପରି ଖାଲି ହାତରେ ନ ଯାଆନ୍ତି। ନିଜର ବାସ୍ତବିକ ସ୍ୱରୂପ ମୁଁ ନିରାକାରୀ ଆତ୍ମା ଏହିଭଳି ନିଶ୍ଚୟ ଏବଂ ନିଶାରେ ଉଡ଼ି ଚାଲ। ଏହି ମରଯିବା ଜୀବନରେ ସର୍ବଦା ସନ୍ତୁଷ୍ଟ ରହୁଥିବା ଇଚ୍ଛା ମାତ୍ରଂ ଅବିଦ୍ୟା ହୁଅ। କାରଣ ସ୍ୱୟଂ ଦାତା ବରଦାତା ବିଶ୍ୱରଚୟିତା ସର୍ବଶକ୍ତିମାନ ବାବାଙ୍କର ତୁମେ ସନ୍ତାନ, ଅର୍ଥାତ୍ ସର୍ବପ୍ରାପ୍ତି ସମ୍ପନ୍ନ। ଯେଉଁମାନଙ୍କର ସଂସ୍କାର ସରଳ, ସେମାନେ ଯେକୌଣସି ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରିଦେଇପାରିବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି,
ওম শান্তি।